ଆପଣମାନେ ସବୁ କହୁଥିବେ କି କୁନି ବେବି ଫେସ୍ ଦେଖିବା କଥା। ଆମର ଆଉ ଗୋଟେ ସାଙ୍ଗ ଆସିକି ପହଞ୍ଚିଗଲା। ଏଇଟା ହଉଛି ଆମର ଆଳୁ କଷା, ଘରୋଇ ସ୍ପେଶାଲ ଡାଲମା। ଦେଖ ମୋ ସକାଳର ନାସ୍ତା, ଜଳଖିଆ ସକାଳର। ରାତିରେ ଯୋଉ ଭାତ ବଳିଥିଲା ତାକୁ ରଖିଦେଇଥିଲି, ଟମାଟୋ ଦଳିଦେଲି। ଝିଅ ଗୋଟେ ଆମ୍ବ ଆଣିଥିଲି। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆରମ୍ଭ ହେଇଗଲା ଆମର ପଖାଳ ଖିଆରୁ। କେମିତି ଲାଗୁଛି? ପାଗ ଗୋଟେ ବନେଇକି ବଢିଆ ସେ ଖାଉଛ ଆଉ। ଆଉ କଣ ଦରକାର? ତମେ ସବୁ ନାସ୍ତା ଖାଇବ, ତମେ କଣ? ମୁଁ ତ ନାସ୍ତା ଖାଇନି। ଆମେ ଭାଇ ଓଡିଆର ଛୁଆ, ପଖାଳ ପେଟେ ଆମେ ଯୋଉଠି ଯିବା ଆମେ ବ୍ୟବସ୍ଥା ଆମେ କଣ କରିଦେବୁ। ଖାଇଛୁ? ଟମାଟୋ ଖଣ୍ଡେ ରଖିଦେଇଥିବୁ ଭାଇ, ଭାତ ଆଣି ରାତିରେ ଥୋଇଦେବେ, ହେଇଗଲା ସକାଳ ପଖାଳ। ଏଇ କିଏ ଖାଇଛନ୍ତି ନ ଖାଇଛନ୍ତି, କଦଳୀ ଫଦଳୀ ଟିକେ ଖାଇ ରହିଛନ୍ତି। ମୁଁ କହିଲି ପଖାଳଟା ରଖିକି ଖାଇଦିଏ, ଏମାନଙ୍କୁ କହିଲି ପଖାଳ ଖାଉନାହାନ୍ତି। ଯଦି ଖାଇବେ ଖାଇବେ, ନ ଖାଇବେ ନାହିଁ। ବାବା ଉଠ ଉଠ। କେତେ 15 ମିନିଟ୍ ହେଲା ଲାଗିଛି, ଉଠେଇ ପାରୁନ, ସେଇଥିରେ କହୁଛ। 10 ମିନିଟ୍ ହେଲାଣି। ଆଉ କଣ ଏଇଗୁଟେ ଏମିତି କଣ କରିବି? ତମେ ଯେମିତି କହୁଛ ସେ ଆହୁରି ଶୋଇବ, ସେ ଉଠିବ କଣ? ଗୋଟେ ଗୋଡରୁ ସେ ଶୋଉଛି ଯେ ଏମିତି, ତା ଖାଇବା ଟାଇମ୍ ହେଲାଣି ବି ଉଠୁନି। ଗୋଟେ ଗୋଡରୁ ଖୋଲିକି ସଲସଲ କରୁଛି ତାକୁ ମୁଁ, ତଥାପି ସେ ଉଠୁନି। ଆମେ ଖାଇସାଇଲୁଣୁ ଜଳଖିଆ, ପଖାଳ ଭାତ। ଶୋଇଥା ଖାଲି। ତେମେ କଣ ଖାଇବ ନା ଖାଲି ଶୋଇବ? ଅଳସ ଭାଙ୍ଗୁଛ। ଫାଷ୍ଟ ଦିନରୁ କହିଲେ ସମସ୍ତେ ଗଧ ଗଧ, ଖାଲି ଶୋଉଛି। ତା ଜଲବା ଦେଖେଇଥିଲା, ତାପରେ ଆଉ ରାତି ସାରା ଶୋଇଦେଲାନି ଆଉ। ତାପରେ ପୁଣି ଗୋଟେ ଦିନ ଜଲବା ଦେଖେଇଲି, ତାପରେ ପୁଣି ତାର ଅବସ୍ଥାକୁ ପଳେଇ ଆସିଲା। ବାବାରେ ଯୋଉଟା ଆପଣ ଟାଇଟେଲ କି ଥମ୍ବନେଲରେ ଦେଖିଥିବେ, ସେଇ ରିଲେଟେଡ ରେ କଥାଟା ଆମେ ଏବେ ହବା ହେଲା। ତ ଏବେ ହେଇଗଲା ଆମର ଲଞ୍ଚ ଟାଇମ। ତାଙ୍କ ପାଇଁ ଟିକେ ଆସିଥିଲା ପେଟିସ୍ ଟିକେ ଖିଆପିଆ କରି ଏବେ ଲଞ୍ଚ କରୁଛନ୍ତି। ରସୁଣ ଲଙ୍କା ଫଙ୍କା ରେଡି ହେଇକି ଅଛି, ଦଳା ଦଳି କରିବେ। ଅବସ୍ଥା 12 ବାଜିଯାଇଛି। ଗୋଟେ ନିଶ ଦାଢ଼ି କାଟିକି ଆସିବି ବୋଲି ଭାବି ଆଉ ଆସିପାରିଲିନି। ଏବେ ଆହୁରି ବଢିଗଲାଣି। ଚାଲିଛି 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 ଆଉ। ତୁମକୁ ନମସ୍କାର କରୁଛି। ମା ଛୁଆଙ୍କର ଖଟି ଚାଲିଛି, ମା ଖାଇକି ଆସିଲେ ଛୁଆ ଟିକେ ଧରିଛନ୍ତି। କେମିତି ଲାଗୁଛି କହୁନା? କହିହବନି। ଏଇ ଛୋଟ ଛୁଆ ଜନ୍ମ ହେଲା ପରେ ଦେଖିବ, ଯୁଆଡେ ପରେ ସିଆଡେ ମେଞ୍ଚା କପଡା ଆଡୁ ସାଡୁ ପଡିଥିବ। କେତେଥର ମୁତୁଛି, ଲାଟିନ୍ କରୁଛି, କଣ କରିବି? ଗେଡି ଦେହ ଉପରେ ହଗିଦେଲା ହେଲା। ଗେଡି ଦେହ ହଗିଦେଲା ମାନେ ଭୟଙ୍କର ପୁରା, ତା ଶାଢୀ ଯାକ ସବୁ ଯାହାକି ତମ ନାଇଟ୍ ପିନ୍ଧିଛି, ତାର ଦିଟା ଯାକ, ଗୋଟେ ମୁତେଇ ଦେଲା, ଗୋଟେ ହଗିଦେଲା, ଆଉ ଗୋଟେ ସେ ଗାଧେଇଥିଲା। ପ୍ରୋବ୍ଲେମ କଣ କହିଲ? ବର୍ଷା ହଉଛି, ଶୁଖେଇ ହଉନି। କୁଆଡେ ଗଲା ସେ? ଆଉ ଢେର ସାରା ଜିନିଷ ଖେଳଣା ଆଣି ଯାଇଛି। ଏଇ ଜିନିଷଟା ଦରକାର ଥିଲା ଏବେ ରିସେଣ୍ଟ। ଇଏ ଯୋଉ ଦେଇଥିଲା କଣ ତା ନା, ଲିଟିଲି ଦେଇଥିଲା, ସେଟା ୟୁଜ ହେଇସାରିଲା। ଆଉ ଏଇଟା ଇଏ ଦେଇଛି, ସେତେବେଳେ ସେ କାନ୍ଦିବ ବଜେଇ ଦେବି। ଆଉ ଡ୍ରେସ ବି ଆଣିଛି ପୁରା। ମତେ କହୁଛି 6 ମାସ ବଡ ହେଲେ ପିନ୍ଧିବ, ଏବେ ଭାଇ ବଢିଆ ବଢିଆ, ଏଇ ଦେଖ ବଢିଆ ଜିନିଷଟା ଆଣିଛି। ଏବେ ଏଇଟା ୟୁଜ ହବ। ଖୋଲୁ ବଢିଆ ଜିନିଷ ଦେଖ, କେତେ ତୁ ଆଣିଲୁ ନା ଯା। ସେବା କଣ, ତୁ ତ ଚୁନରି କାଟିକି ପୋଛି ସାରିଲୁ ନା, ତୋର କଣ? ରାଉଣ୍ଡ ଆସିବା ଆଉ। ଆସିଗଲି ବର୍ତ୍ତମାନ ବାହାରୁ ଟିକେ ବୁଲାବୁଲି କରି। ଆଉ ବର୍ତ୍ତମାନ ଆମର ଖାଇବା ଟାଇମ, ଖାଇବା ଟିକେ ବଢା ହେଇଗଲା। ଡିନରରେ ଆମର କଣ ଅଛି? ଆଜି ଲଞ୍ଚ ଖାଇଥିଲି, ଆପଣ ଦେଖିଥିଲେ କଣ ଖାଇଥିଲି ଲଞ୍ଚରେ? କହ। ଦଳା ଦଳି, ଟମାଟୋ, ଲେମ୍ବୁ, କଞ୍ଚାଲଙ୍କା, ପିଆଜ ରସୁଣ, ସାଙ୍ଗରେ ଭାତ ପଖାଳ। ରାତିରେ କଣ ଖିଆ ହେଲା? ଗରମ। ଏଇଟା ଦିନରେ ଖାଇବା କଥା ଟିକେ ଅଧିକ, ରାତିରେ ଖାଇବା କମ। ରାତିରେ ଟିକେ ଅଧିକ ହେଇଯାଉଛି, ଦିନରେ ଟିକେ କମ। ରାତି ସାରା ଚିଇବାକୁ ପଡୁଛି ନା, ସେଥିଲାଗି। ଡାଲି ନା କଣ ଏଟା? ନଡ଼ିଆ ଡାଲମା, ସ୍ପେଶାଲ ଡାଲମା, ବୁଟ ଡାଲି, ସ୍ପେଶାଲ ବୁଟ, କଞ୍ଚା ଲଙ୍କା ବି ପଡିଛି, ନଡ଼ିଆ ପଡିଛି। କଞ୍ଚା ଲଙ୍କା, ନଡ଼ିଆ ପଡିଛି। କ୍ଷୀରିଟା ସ୍ପେଶାଲ କ୍ଷୀରିଟା ଅଛି।
ଓ ଆଳୁ କଷା ଏତେ ବଡ ଆଳୁ ଚିକେନ ତତେ ଫିଲ୍ ହବା ଦରକାର ନା ସାଧା ଖାଉଛ ସବୁ ପ୍ରକାର ପରିବା ବାସ୍ ଆଇଟମ ରେଡି। ବାহ। ତ ବର୍ତ୍ତମାନ ଆମର ଭଣ୍ଡାରା ଖୋଲା ହେଇଗଲା ସବୁଠୁ ଟିକେ ଟେଷ୍ଟ କରି ଦେଖିଦବା କେମିତି ଲାଗୁଛି। এটা হচ্ছে আমরা আলু কষা খালি আলু ঝোল বুট ঘরোয়া স্পেশাল ডালমা সব ভালো আছে বঢ়িয়া ହେଇଛି এটা মস্ত ହେଇଛି ଖାଲି ହାଲକା ଟିକେ ଏଥିରେ ଲୁଣ ପଡ଼ିବ ଏଇଟା ବେଷ୍ଟ ଆଇଟମ ତାଙ୍କର ଫାର୍ଷ୍ଟ ଲେଟର ଏ ମୋର ଫାର୍ଷ୍ଟ ଲେଟର ଏସ୍ ତ ଏଇ ଦୁଇଟା ଭିତରେ ଦେଖିକି ଢେର ସାରା ନାଁ ଲେଖନ୍ତୁ ଆଉ ମୁଁ ଭାବୁଛି ଆପଣମାନଙ୍କର ନାଁ ହିଁ ଭିତରେ ହିଁ ଗୋଟେ ସିଲେକ୍ଟ ହବ ଯୋଉଟା କି ତାର ସ୍କୁଲିଂ ନେମ୍ ହବ ବାର୍ଥ ସାର୍ଟିଫିକେଟ ଆଉ ବହୁ କମ ଦିନ ଭିତରେ ତା ଯୋଉ ତିଆରି ହବ ଏଇ ନାଁଟା ଦେବୁ ବାସ୍ ଏତିକି କହିବାର ଥିଲା କି ଗୋଟେ ସୁନ୍ଦର ମିନିଂଫୁଲ ନାଁ ଗୋଟେ ଦେଖିକି ଦିଅନ୍ତୁ ତାପରେ ଦେଖିବା ଆଉ ଯୋଉ ନାଁଟା ଦେବେ ସେଇ ନାଁଟାରେ ଆପଣମାନେ କମେଣ୍ଟ କରିଥିବେ ଆମେ ଜଣେଇଦେବା କିଏ କମେଣ୍ଟ କରିଥିଲେ ହେଇପାରେ ଯଦି ସେ ନାଁ ସିଲେକ୍ଟ ହେଲା ତ ମୁଁ ବି ତାଙ୍କ ସାଙ୍ଗରେ ମିଶି ବି ପାରେ ରାଇଟ୍ ଯିଏ ନାଁ ଦେବେ ମାନେ 100% ତାଙ୍କ ସାଙ୍ଗରେ ମୁଁ ମିଶି ପାରେ ସେଇଟା ୱାନ୍ସ ତାର ନାଁଟା ଏଇଥିରୁ ସିଲେକ୍ଟ ହେଇଗଲା ମାନେ ଜାଣିବେ ମୁଁ ଆପଣଙ୍କୁ ସେଇ କମେଣ୍ଟରୁ ଆଉ ଥରେ ଆପଣଙ୍କୁ ନମ୍ବର ଆଣିକି ଆପଣଙ୍କ ସାଙ୍ଗରେ କଥା ହେଇକି ଆପଣଙ୍କ ସାଙ୍ଗରେ ମିଶିବି ହେଲା ହେଇପାରେ ସେଇଟା ଆପଣ 21 ବି ଆସିପାରନ୍ତି କି ସେ ଭଉଣୀ ଯେ ଆସନ୍ତୁ ନ ଆସନ୍ତୁ ଆମେ ଇନଭାଇଟ୍ କରିବା ଆଉ ଆମେ ଆମ ଆଡୁ କଥା ହବା ତାଙ୍କ ସାଙ୍ଗରେ ହେଲା ବାକି ଚେଷ୍ଟା କରନ୍ତୁ ଗୋଟେ ସୁନ୍ଦର ନାଁଟେ ମିନିଂଫୁଲ ନାଁ ଏରେ ହଉ କେ ଏସ୍ ରେ ହଉ ଦି ଜଣଙ୍କୁ ଯୋଡିକି ୟାଙ୍କର ଭଲ ନାଁ ହଉଛି ଅର୍ପିତା ମୋର ଭଲ ନାଁ ହଉଛି ଶ୍ରୀଧର ହଉ ରହିଲେ ଆଜିର ଭିଡିଓ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚିତ ଜଣେଇବେ ଆଉ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ହାଇପ୍ ଯୋଉମାନେ କରିନାହାନ୍ତି ଟିକେ ହାଇପ୍ କରିଦେବେ